ଏ ବର୍ଷ ଆମେ ସ୍ଥିର କରିଛୁ ଯେହେତୁ ମାଟିର ପୁଅ ଅମରେନ୍ଦ୍ର ଦାସ ଯେହେତୁ ମାଟିର ପୁଅ ଜଗତସିଂହପୁର ପୁଅ ଆମେ ଏଥର ଜଗତସିଂହପୁରକୁ ଦେବୁ ଯେହେତୁ ପୂର୍ବତନ ବିଧାୟକ ସିଏ ଥିଲେ 5 ବର୍ଷ ସେ ଆମକୁ ଗୋଟିଏ କଥା କହିଥିଲେ ଏବେ ବର୍ତ୍ତମାନ ମୁଁ ସେ ନ୍ୟୁଜ ଟିଭି ଦେଖିଥିଲି ସେ କହିଥିଲେ ଯେ ଜଗତସିଂହପୁର ପାଣି ଲୁଣିଆ ଜଗତସିଂହପୁର ପାଣି ଲୁଣିଆ ଆପଣ ତ 5 ବର୍ଷ କେବେ ଆସିନାହାନ୍ତି ତାହେଲେ ଆପଣ ଜାଣିଲେ କେମିତି ଜଗତସିଂହପୁର ପାଣି ଲୁଣିଆ କି ମିଠା ଦେଖନ୍ତୁ ଯେହେତୁ କୋରୋନା ଟାଇମରେ ଯେ ପ୍ରଶାନ୍ତ ବୋଲି ଯେ ଏମଏଲ ଥିଲେ ସିଏ ଲୋକଙ୍କ ପାଖକୁ ପହଞ୍ଚି ପାରିଲେନି ଯଦି 5 ବର୍ଷର ଜଣେ ଗୋଟେ ଏମଏଲ ହେଇକି ସିଏ ଲୋକଙ୍କ ପାଖରେ ପହଞ୍ଚି ପାରିଲେନି ତାହେଲେ ତାଙ୍କୁ ଆମେ ଭୋଟ ଦେଇକି ଲାଭ କଣ ତମକୁ କୋରୋନା ଟାଇମରେ ସେ ଯାଇ ଘରେ ଶୋଇଲେ ଟିଟୁ ଭାଇ ଯିଏକି ଦିନ ରାତି ଏକ କରି ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କୁ ଖାଇବାଠୁ ଆରମ୍ଭ କରି ବହୁତ ସାରା କିଛି ଦେଇଥିଲେ କୋରୋନାରେ ଗାଁ ଗାଁ ସେ ବୁଲିଥିଲେ ସେଭଳିଆ ଲୋକକୁ ଯଦି ଆମେ ନିନ୍ଦିବୁ ତାହେଲେ ଲାଭ କଣ ଆଉ ଏଭଳି ଲୋକଙ୍କୁ ଆମେ ଭୋଟ ଦେଇକି ବହୁତ ଜୟଯୁକ୍ତ କରିବୁ ଟିଟୁ ଭାଇଙ୍କୁ ଜିତେଇଲେ ଯେହେତୁ ସେ ମାଟିର ପୁଅ ତାଙ୍କୁ ଆମେ ଏଥର ଭୁଲ ସମର୍ଥନ ଦବୁ ଆଉ ଗାଁର ସବୁ ଛୋଟଠୁ ବୁଢା ସମସ୍ତେ ହିଁ ସମର୍ଥନ କରୁଛନ୍ତି ଟିଟୁ ଭାଇଙ୍କୁ ସୁମିତ ମହାନ୍ତି ଘର ନହଡିପଡା ଅଲଣା ପଞ୍ଚାୟତ 4 ନମ୍ବର ୱାର୍ଡ କଣ ସବୁ ସମସ୍ୟା ରାସ୍ତାର ସମସ୍ୟା ଦେଖନ୍ତୁ ଆପଣ ଏଠି ରାସ୍ତା ହେଇଛି ରାସ୍ତା ଫାଟିକି ଆଁ କରିଛି ରାସ୍ତାରେ ଯିବା ଗୋଟେ ଆମ୍ବୁଲାନ୍ସ ଟେ ଆସିଲେ ଆମ୍ବୁଲାନ୍ସ ଏଇ ମେନ ରୋଡରେ ରହୁଛି ଏଠୁ ଆମ୍ବୁଲାନ୍ସରେ ଲୋକ ବୁହା ହେଇକି ଆସୁଛନ୍ତି ଷ୍ଟ୍ରକ୍ଚରରେ ବୁହା ହେଇକି ଆସି ଏଠି ଆମ୍ବୁଲାନ୍ସରେ ଯାଉଛନ୍ତି ଗୋଟେ ଫାୟାର ଗାଡି ଆସିଲେ ବି ଗାଁ ଭିତରକୁ ଯାଇପାରୁନି ଏଇଭଳିଆ ସମସ୍ୟାରେ ଆମେ ସବୁ ଅଛୁ ପାଣି ସବୁ ସମସ୍ୟା କେମିତି କଣ ପାଣି ତ ଦେଖନ୍ତୁ ଆପଣ ତ କେନାଲ ଦେଖୁଛନ୍ତି କେନାଲରେ ପାଣି ଟିକେ ମାନେ ଆସୁନି ଖାଲି ପ୍ରତି 5 ବର୍ଷରେ ଆସୁଛନ୍ତି ପାଣି କେନାଲ ଉପରୁ ଇଏ କରିକି ଫଲ୍ସ ବିଲ୍ କରି ନେଇ ପଳାଉଛନ୍ତି କିନ୍ତୁ କେନାଲରେ ପାଣି ବି ଆସୁନି ଆଉ ନିର୍ବାଚନ ଅଛି ଇଲେକ୍ସନ ଅଛି କାହାକୁ କେମିତି ସ୍ଥିର କରୁଛ କୋଉ ନେତାକୁ ଭୋଟ ଦେବା ପାଇଁ ଦେଖନ୍ତୁ ଯେହେତୁ କୋରୋନା ଟାଇମରେ ଯେ ପ୍ରଶାନ୍ତ ବୋଲି ଯେ ଏମଏଲ ଥିଲେ ସିଏ ଲୋକଙ୍କ ପାଖକୁ ପହଞ୍ଚି ପାରିଲେନି ଯଦି 5 ବର୍ଷର ଜଣେ ଗୋଟେ ଏମଏଲ ହେଇକି ସିଏ ଲୋକଙ୍କ ପାଖରେ ପହଞ୍ଚି ପାରିଲେନି ତାହେଲେ ତାଙ୍କୁ ଆମେ ଭୋଟ ଦେଇକି ଲାଭ କଣ ତମକୁ କୋରୋନା ଟାଇମରେ ସେ ଯାଇ ଘରେ ଶୋଇଲେ ଟିଟୁ ଭାଇ ଯିଏକି ଦିନ ରାତି ଏକ କରି ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କୁ ଖାଇବାଠୁ ଆରମ୍ଭ କରି ବହୁତ ସାରା କିଛି ଦେଇଥିଲେ କୋରୋନାରେ ଗାଁ ଗାଁ ସେ ବୁଲିଥିଲେ ସେଭଳିଆ ଲୋକକୁ ଯଦି ଆମେ ନିନ୍ଦିବୁ ତାହେଲେ ଲାଭ କଣ ଆଉ ଏଭଳି ଲୋକଙ୍କୁ ଆମେ ଭୋଟ ଦେଇକି ବହୁତ ଜୟଯୁକ୍ତ କରିବୁ ଟିଟୁ ଭାଇଙ୍କୁ ଜିତେଇଲେ ଯେହେତୁ ସେ ମାଟିର ପୁଅ ତାଙ୍କୁ ଆମେ ଏଥର ଭୁଲ ସମର୍ଥନ ଦବୁ ଆଉ ଗାଁର ସବୁ ଛୋଟଠୁ ବୁଢା ସମସ୍ତେ ହିଁ ସମର୍ଥନ କରୁଛନ୍ତି ଟିଟୁ ଭାଇଙ୍କୁ ଆମେ ଏଥର ଭୋଟ ଦେଇ ଜୟଯୁକ୍ତ କରିବୁ ଏଇ ଯୋଉ ରାସ୍ତାର ସମସ୍ୟା ସବୁ ଅଛି ଯୋଉ ସବୁ ପଞ୍ଚାୟତରୁ କାମ ଆସିଛି ସବୁ ଆପଣଙ୍କ ପଞ୍ଚାୟତ ଆସିନି କଣ ପାଇଁ କାହିଁକି ଏମିତି ଆମ ଆପଣଙ୍କୁ ଗାଁର ଶୁଣନ୍ତୁ ଆମ ପଞ୍ଚାୟତ କାମ ଆସୁଛି ଯେହେତୁ ଏ ଯୋଉ କୁଜି ନେତା ମାନେ ରହୁଛନ୍ତି ଏମାନେ ତାଙ୍କ ନିଜ ପକେଟରେ ସେ ପଇସାକୁ ପୁରେଇ ଦଉଛନ୍ତି ଆଉ ସେମାନେ ପଇସାକୁ ପକେଟରେ ପୁରଉଛନ୍ତି ପ୍ଲସ ତା ସହିତ ଯୋଉ ଏମଏଲଏ ଙ୍କୁ କିଛି ପିସି ଆକାରରେ ସେ ଦଉଛନ୍ତି ଯଦି ସେମାନେ ଦଉନାହାନ୍ତି ତାହେଲେ କାମ ସବୁ କୁଆଡେ ଯାଉଛି 5 ବର୍ଷର କାମ କାହିଁ ତାହେଲେ 5 ବର୍ଷର ବିକାଶ ହେଇଛି ନା ଏଠି ବିନାଶ ହେଇଛି ଆଗରୁ ଆପଣ 2019ରେ ହେଇଥିଲା ଇଲେକ୍ସନ 2014ରେ ଆପଣଙ୍କ ପାଖକୁ ନେତା ଆସୁଥିବେ କଣ ଆପଣ ପ୍ରତିଶୋଧ ଦଉଥିବେ କଣ ସବୁ 2019ରେ ଆସିଥିଲେ ତାପରେ ସରପଞ୍ଚ ଇଲେକ୍ସନ ବି ନେତା ଆସିଥିଲେ କିନ୍ତୁ ଖାଲି ପ୍ରତିଶ୍ରୁତିରେ ହିଁ ରହିଗଲା କିନ୍ତୁ କାମ ଏଠି କିଛି ନାହିଁ ଆମେ ଆସିବୁ ଭୋଟ ଦିଅ ଆମେ ସବୁ କରିଦବୁ କିନ୍ତୁ ଭୋଟ ଦେଇ ସାରିଲା ପରେ ସେ ତାଙ୍କ ବାଟରେ ଆମେ ଆମ ବାଟରେ 2024ରେ ସବୁ ଆସିଥିଲେ ଆପଣଙ୍କ ଗାଁକୁ ଆସିଥିଲେ ନେତା ମାନେ କଣ 24ରେ ଏପର୍ଯ୍ୟନ୍ତ ଯିଏକି ପୂର୍ବତନ ବିଧାୟକ ସେ ଆମ ଗାଁକୁ ଆଜି ପର୍ଯ୍ୟନ୍ତ ଆସିନାହାନ୍ତି ଇଲେକ୍ସନ ଟାଇମରେ ସେ ଏପର୍ଯ୍ୟନ୍ତ ଗୋଟିଏ ଥର ଆମ ଗାଁକୁ ବି ଆସିନାହାନ୍ତି ତାଙ୍କ ଯୋଉ କୁଜି ନେତା ସେମାନେ ଆସୁଛନ୍ତି ଖାଲି କହୁଛନ୍ତି ତମେ ଆମ ବିଜେଡି କୁ ଭୋଟ ଦିଅ ଆଉ ତମର ଗାଁର ଯାହା ସମସ୍ୟା ଅଛି ଆମେ କରେଇଦବୁ 2019ରେ ବି ପ୍ରତିଶୋଧ ଦେଇଥିଲେ ହଁ ଦେଇଥିଲେ ଏମିତି ପ୍ରତିଶତ ପ୍ରତି 5 ବର୍ଷରେ ମିଳୁଛି ଆପଣଙ୍କ ଗାଁରେ 5 ବର୍ଷ କିଛି ବିକାଶ ହେଇନି କିଛି ବିକାଶ ତ ଏଇ ଆପଣଙ୍କ ଆଖି ଆଗରେ ଦେଖାଯାଉଛି ଏଇଠି ବିକାଶ ଏଇ ସବୁ ବିକାଶ ହେଇଛି ଆପଣଙ୍କ ଗାଁ ପଞ୍ଚାୟତରେ ସ୍କୁଲ ରାସ୍ତା ଯୋଉ ଲାଇନ ସ୍କୁଲ ପାଣି ଏଠି ଆମର ନହଡିପଡା ସ୍କୁଲ 5 ବର୍ଷ ହେଲାଣି ବନ୍ଦ ହେଇକି ରହିଛି ଏଠି ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ କହୁଛି 5T ଇଏ ଚାଲିଛି କାମ କଣ 5T ର ସ୍କୁଲ ତ ବନ୍ଦ ହେଇ ପଡିଛି ପିଲା ଆସୁଛନ୍ତି 4 କିଲୋମିଟର 5 କିଲୋମିଟର ପିଲା ଆସୁଛନ୍ତି ଅଲଗା ପଞ୍ଚାୟତ ସ୍କୁଲରେ ପାଠ ପଢିକି ଯାଉଛନ୍ତି ବର୍ଷା ଦିନେ ଛୋଟ ଛୋଟ ପିଲା ସେମାନେ କେମିତି ଆସିବେ ବର୍ଷା ଦିନେ କାଦୁଅ ରାସ୍ତା ତ ନାହିଁ କାଦୁଅରେ ସେମାନେ ଇଏ ହଉଛନ୍ତି ଏଇ ସବୁ ସମସ୍ୟା ତାପରେ ଏ ବର୍ଷ ସ୍ଥିର କରୁଛ କୋଉ ନେତାକୁ ଆଣିଲେ ଏ ବର୍ଷ ସବୁ ଶୁଣନ୍ତୁ ବିକାଶ ଏ ହବ ବର୍ଷ ଆମେ ସ୍ଥିର କରିଛୁ ଯେହେତୁ ମାଟିର ପୁଅ ଅମରେନ୍ଦ୍ର ଦାସ ଯେହେତୁ ମାଟିର ପୁଅ ଜଗତସିଂହପୁର ପୁଅ ଆମେ ଏଥର ଜଗତସିଂହପୁରକୁ ଦେବୁ ଯେହେତୁ ପୂର୍ବତନ ବିଧାୟକ ସିଏ ଥିଲେ 5 ବର୍ଷ ସେ ଆମକୁ ଗୋଟିଏ କଥା କହିଥିଲେ ଏବେ ବର୍ତ୍ତମାନ ମୁଁ ସେ ନ୍ୟୁଜ ଟିଭି ଦେଖିଥିଲି ସେ କହିଥିଲେ ଯେ ଜଗତସିଂହପୁର ପାଣି ଲୁଣିଆ ଜଗତସିଂହପୁର ପାଣି ଲୁଣିଆ ଆପଣ ତ 5 ବର୍ଷର କେବେ ଆସିନାହାନ୍ତି ତାହେଲେ ଆପଣ ଜାଣିଲେ କେମିତି ଜଗତସିଂହପୁର ପାଣି ଲୁଣିଆ କି ମିଠା ଆପଣ ଯଦି 5 ବର୍ଷରେ ଆସିଥାନ୍ତେ ତାହେଲେ ଜାଣିଥାନ୍ତେ ଆପଣ ତ ଆସିନାହାନ୍ତି ଆମ ଗାଁକୁ କି ଆମ ଜଗତସିଂହପୁର ଡିଷ୍ଟ୍ରିକ୍ଟ ଆସିନାହାନ୍ତି ଯଦି ଆସିଥାନ୍ତେ ଆପଣ ଜାଣିଥାନ୍ତେ ଜଗତସିଂହପୁର ପାଣି ମିଠା କି ଲୁଣିଆ ସେଥିଲାଗି ଆମେ ଏଥର ଟିଟୁ ଭାଇଙ୍କି ଫୁଲ ସମର୍ଥନ ଦବୁ ଟିଟୁ ଭାଇଙ୍କି ଭୋଟ ଦେଇକି ଜୟଯୁକ୍ତ କରିବୁ ପରିବର୍ତ୍ତନ ଚାହୁଁଛୁ ଦେଖନ୍ତୁ 2014 ଆମେ ଚିରଞ୍ଜୀବ ବିଶ୍ୱାଳକୁ ଭୋଟ ଦେଇଥିଲୁ ଚିରଞ୍ଜୀବ ବିଶ୍ୱାଳ ପ୍ରତିଶ୍ରୁତି ଦେଇଥିଲେ ତାଙ୍କ ପ୍ରତିଶ୍ରୁତି ତାଙ୍କ ପାଖରେ ରହିଗଲା ତାପରେ 2019ରେ ପ୍ରଶାନ୍ତ ସେମ ଡାଇଲଗ ମାରିଥିଲେ ସିଏ ବି କହିଥିଲେ ପରିବର୍ତ୍ତନ ପାଇଁ
ତାଙ୍କୁ ବି ଭୋଟ ଦିଆହେଲା, ସିଏ ବି 5 ବର୍ଷରେ କିଛି ବିକାଶ କଲେ ନାହିଁ। ଦେଖନ୍ତୁ ଆମର ଗୋଟେ ଅଲଣାହାଟରେ ଯୋଉ ଚାଉଳ ମିଳୁଛି ଫ୍ରି ଚାଉଳ, ଆମ ନିଜ ପଞ୍ଚାୟତରେ ନ ଦିଆ ହେଇକି ମିଳୁଛି ବର୍ତ୍ତମାନ ଗଜରାଜପୁର ପଞ୍ଚାୟତରେ। ପିଲା ମାନେ ଯାହା ଘରେ ଲୋକ ନାହାନ୍ତି ସେମାନେ ଯାଇକି 150 ଟଙ୍କା 200 ଟଙ୍କା ଗାଡି ଭଡା କରି ଯାଉଛନ୍ତି ଫ୍ରି ଚାଉଳ ପାଇଁ। ତାହେଲେ ଆମେ କଣ ପାଇଁ ଏମାନଙ୍କୁ ଭୋଟ ଦବୁ? ଏଥର ଆମେ ପରିବର୍ତ୍ତନ ଚାହୁଁଛୁ ଆଉ। ଆଜ୍ଞା। କାହାକୁ ସ୍ଥିର କରିଛନ୍ତି ଭୋଟ ଦେବେ ବୋଲି? ବର୍ତ୍ତମାନ ଆମେ ଦେଖନ୍ତୁ ମାଟିର ପୁଅ ଟିଟୁ ଭାଇକି ଆମେ ଭୋଟ ଦବୁ, ଯେହେତୁ ସେ ମାଟିର ପୁଅ, ସିଏ ହିଁ ଆମ କଥାକୁ ରକ୍ଷା କରିବେ, ଆଉ ତାଙ୍କୁ ଆମେ ହିଁ ଭୋଟ ଦବୁ।